ଭତ୍ତା ଟଙ୍କା ଏପର୍ଯ୍ୟନ୍ତ ପାଇନାହାନ୍ତି କି? ଦେଖନ୍ତୁ କ'ଣ କଲେ ପାଇପାରିବେ। ଓଡ଼ିଶା ସିକ୍ୟୁରିଟି ପେନ୍ସନ୍ ଅପଡେଟ୍। ନମସ୍କାର ବନ୍ଧୁମାନେ, ଆପଣମାନଙ୍କୁ ସ୍ୱାଗତ। ଆଜିର ଭିଡ଼ିଓରେ ଆମେ ଜାଣିବା ଯେ ଯଦି ଆପଣ ସାମାଜିକ ସୁରକ୍ଷା ଭତ୍ତା କିମ୍ବା ସରକାରୀ ଯୋଜନା ଭତ୍ତା ଏପର୍ଯ୍ୟନ୍ତ ପାଇନାହାନ୍ତି, ତେବେ କେଉଁ କାରଣରୁ ଏପରି ହୋଇପାରେ ଏବଂ କେଉଁ ପଦକ୍ଷେପ ନେଲେ ସମସ୍ୟାର ସମାଧାନ ହୋଇପାରେ, ଏ ଭିଡ଼ିଓରେ ଆମେ ଆଲୋଚନା କରିବା। କାହିଁକି ଅଟକିଯାଏ? କେଉଁ ଡକୁମେଣ୍ଟ ଯାଞ୍ଚ କରିବେ? ବ୍ୟାଙ୍କ ଖାତାରେ କ'ଣ ସମସ୍ୟା ଥାଇପାରେ? କେଉଁ ଅଫିସକୁ ଯିବେ? କେମିତି ଅଭିଯୋଗ କରିବେ? ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଭତ୍ତା କାହିଁକି ଆସିନଥାଏ? ଅନେକ ସମୟରେ ଭତ୍ତା ବନ୍ଦ ହୋଇଯାଇଛି ବୋଲି ଲାଗିଥାଏ, କିନ୍ତୁ ପ୍ରକୃତରେ କିଛି ପ୍ରଶାସନିକ କିମ୍ବା ବ୍ୟାଙ୍କ ସମ୍ବନ୍ଧୀୟ କାରଣ ଥାଇପାରେ, ଯେପରିକି ବ୍ୟାଙ୍କ ଖାତା ସକ୍ରିୟ ନଥିବା, ଆଧାର ସିଡିଂ ସମସ୍ୟା, ବ୍ୟାଙ୍କ ଖାତା ନମ୍ବର ଭୁଲ, KYC ଅପଡେଟ୍ ନଥିବା, ଯୋଗ୍ୟତା ଯାଞ୍ଚ ଚାଲିଥିବା, ସ୍ଥାନୀୟ ଅଫିସରେ ତଥ୍ୟ ଅଦ୍ୟତନ ବାକି ଥିବା। ଏହିସବୁ ସମସ୍ୟାଗୁଡ଼ିକ ଥିଲେ ଭତ୍ତା ବିଳମ୍ବରେ ଆସିପାରେ। ପ୍ରଥମ ପଦକ୍ଷେପ ହେଉଛି ନିଜ ଖାତାକୁ ଯାଇ ପାସବୁକ୍ ଅପଡେଟ୍ କରନ୍ତୁ। ଯାଞ୍ଚ କରନ୍ତୁ ଭତ୍ତା ଜମା ହୋଇଛି କି ନାହିଁ, ବ୍ୟାଙ୍କ ଖାତା ସକ୍ରିୟ ଅଛି କି ନାହିଁ, KYC ସମ୍ପୂର୍ଣ୍ଣ ଅଛି କି ନାହିଁ। ଯଦି ବ୍ୟାଙ୍କ କହେ ଯେ କୌଣସି ଟଙ୍କା ଆସିନାହିଁ, ତେବେ ପରବର୍ତ୍ତୀ ପଦକ୍ଷେପ ନିଅନ୍ତୁ। ଆଧାର ଏବଂ ବ୍ୟାଙ୍କ ଲିଙ୍କ ଅଛି କି ନାହିଁ ଯାଞ୍ଚ କରନ୍ତୁ। ଆଧାର ସଠିକ୍ ଅଛି କି ନାହିଁ, ବ୍ୟାଙ୍କ ସହ ଆଧାର ଲିଙ୍କ ଅଛି କି ନାହିଁ, ମୋବାଇଲ ନମ୍ବର ଅପଡେଟ୍ ଅଛି କି ନାହିଁ। ଯଦି ଏଥିରେ କୌଣସି ସମସ୍ୟା ଥାଏ, ସେଗୁଡ଼ିକ ସୁଧାରିବା ପରେ ଭତ୍ତା ପ୍ରକ୍ରିୟା ସାଧାରଣତଃ ହୋଇଥାଏ। ସ୍ଥାନୀୟ ଅଫିସରେ ଯୋଗାଯୋଗ କରନ୍ତୁ। ଯଦି ବ୍ୟାଙ୍କରେ ସମସ୍ୟା ନାହିଁ, ତେବେ ନିଜ ଗ୍ରାମ ପଞ୍ଚାୟତ, ବ୍ଲକ ଅଫିସ, ମ୍ୟୁନିସିପାଲିଟି ସମ୍ପର୍କିତ ସାମାଜିକ ସୁରକ୍ଷା କାର୍ଯ୍ୟାଳୟକୁ ଯାଇ ଆବେଦନ ସ୍ଥିତି ବିଷୟରେ ଜାଣନ୍ତୁ। ଆବଶ୍ୟକ ହେଲେ ଲିଖିତ ଆବେଦନ କରନ୍ତୁ। ଯିବା ପୂର୍ବରୁ ସାଙ୍ଗରେ ନିଅନ୍ତୁ ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍, ଭତ୍ତା ପରିଚୟ ପତ୍ର, ତାପରେ ମୋବାଇଲ ନମ୍ବର, ଅନ୍ୟାନ୍ୟ ସମ୍ପର୍କିତ ଦଲିଲ। ଏଥିରେ ଆଧିକାରିକ ତଥ୍ୟ ଯାଞ୍ଚ କରିବା ସହଜ ହୋଇଥାଏ। ସମ୍ପୂର୍ଣ୍ଣ ବା ଗୁରୁତ୍ୱପୂର୍ଣ୍ଣ ପରାମର୍ଶ: କୌଣସି ଅଦାଲତରେ ଟଙ୍କା ନିଅନ୍ତୁ ନାହିଁ। ଦରକାରୀ କାର୍ଯ୍ୟାଳୟକୁ ଯିଉଥିବା ସୂଚନାକୁ ହିଁ ବିଶ୍ୱାସ କରନ୍ତୁ। ଯଦି ଆପଣ ଯୋଗ୍ୟ ଲାଭାର୍ଥୀ ଅଟନ୍ତି, ତେବେ କୌଣସି ତ୍ରୁଟି ନଥାଏ, ତେବେ ପ୍ରକ୍ରିୟା ଅନୁଯାୟୀ ଭତ୍ତା ଜମା ହେବ। ତ ବନ୍ଧୁମାନେ, ଆଜି ଆମେ ଜାଣିଲୁ ଯେ ଭତ୍ତା ନ ଆସିଲେ କେଉଁ କେଉଁ ବିଷୟ ଯାଞ୍ଚ କରିବା ଉଚିତ ଏବଂ କେଉଁ କାର୍ଯ୍ୟାଳୟରେ ଯୋଗାଯୋଗ କରିବା ଦରକାର। ଯଦି ଏହି ଭିଡ଼ିଓଟି ଉପଯୋଗୀ ଲାଗିଥାଏ, ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।